ହୋଇଓ ଚିଙ୍ଗୁଡ଼ି କାହିଁ ଘୁଙ୍ଗୁଡ଼ି ମାରିବା କାହାକୁ ଖାଇ। ଏହି ଉକ୍ତିଟି ଜଣେ ମହାନ ବ୍ୟକ୍ତିଙ୍କର, ଯିଏକି ଏକ ଭୋଜିରେ ମଜାଳିଆ ଢଙ୍ଗରେ କହିଥିବା ଏକ ଉକ୍ତି। କିଏ ଜାଣିଛନ୍ତି କି ଏ ମହାନ ବ୍ୟକ୍ତି ଜଣକ କିଏ? ଯଦି ଜାଣିଛନ୍ତି ତାହେଲେ କମେଣ୍ଟରେ ଜଣାନ୍ତୁ। ଚିଙ୍ଗୁଡ଼ି ବା କାହାକୁ ଭଲ ନ ଲାଗେ? ୱେଟ୍ କିନ୍ତୁ ଭେଜିଟେରିଆନ୍ ମାନେ ଏହାକୁ ତ ଜମାରୁ ଖାଆନ୍ତି ନାହିଁ, କିନ୍ତୁ ଆଉ କେତେକ ନନ୍ ଭେଜିଟେରିଆନ୍ ଏହାକୁ ଜଳପୋକ କହି ଖାଆନ୍ତି ନାହିଁ। ସତ କହିଲ ସାଙ୍ଗମାନେ, ଆପଣମାନେ କ'ଣ ଭାବନ୍ତି ଏଇଟା ମାଛ ନା ପୋକ? ସେ ଯାହା ବି ହେଉ, ମୋତେ ତ ଚିଙ୍ଗୁଡ଼ିର ସବୁ ଆଇଟମ୍ ଭଲ ଲାଗେ। ଆଉ ଆପଣମାନଙ୍କୁ? ଏଇ ରେସିପିଟି ହେଉଛି ପ୍ରନ୍ ମଲାଇ କରି। ହଁ ମ, ଆମ ଓଡ଼ିଆରେ ନଡ଼ିଆ ରସ ଦିଆ ଚିଙ୍ଗୁଡ଼ି ତରକାରୀ। ଏଇଟା କରିବା ସିନା ଟିକେ ସମୟ ସାପେକ୍ଷ, କିନ୍ତୁ ଚିଙ୍ଗୁଡ଼ି ଲଭରମାନଙ୍କ ପାଇଁ ଏହା ଚିକେନ୍ ଓ ମଟନ୍ ଠାରୁ ଅଧିକ। ଆମ ଛୋଟବେଳେ ତ ଏଇ ଚିଙ୍ଗୁଡ଼ି ଗାଡ଼ିଆ, ପୋଖରୀ, ନଈରେ ମିଳୁଥିଲା, କିନ୍ତୁ ଏବେ ଜଳବାୟୁ ପରିବର୍ତ୍ତନ ଓ ରାସାୟନିକ ଜିନିଷର ବ୍ୟବହାର ହେତୁ ଏହାର ସ୍ୱାଦ ଆମକୁ ମିଳିପାରୁନାହିଁ। ତେଣୁ ଆମକୁ ଏବେ ଏହି କୃତ୍ରିମ ଉପାୟରେ ପ୍ରସ୍ତୁତ ଚିଙ୍ଗୁଡ଼ିରେ ତରକାରୀ କରି ଖାଇବାକୁ ପଡ଼ୁଛି। ପ୍ରଥମେ କ'ଣ କରିବା ନା, ଚିଙ୍ଗୁଡ଼ିକୁ ଭଲ ଭାବରେ ବାଗେଇ ତାକୁ ଧୋଇଧାଇ ଲୁଣ ହଳଦୀ ଗୋଳାଇ ଭାଜିଦେବା। ଭାଜି ସାରିଲା ପରେ ଆମେ ଅଦା ରସୁଣର ଗୋଟେ ପେଷ୍ଟ ବନେଇବା। ଆଉ ଗୋଟା ନଡ଼ିଆକୁ କୋରି ତାକୁ ଗରମ ପାଣିରେ ବତୁରାଇ ତାକୁ ଚିପୁଡ଼ି ଆମେ କ'ଣ କରିବା ନା ସେଥିରୁ ଆମେ ନଡ଼ିଆ ରସ ପ୍ରସ୍ତୁତ କରିବା। ଏହି ପେଷ୍ଟଟି ହେଉଛି ପୁସ୍ତ ଆଉ କାଜୁର ପେଷ୍ଟ। ଆପଣଙ୍କୁ ଗୋଟେ ଟ୍ରିକ୍ କହୁଛି, ଯେତେବେଳେ ପୁସ୍ତ ପେଷ୍ଟ କରୁଛନ୍ତି ସେଥିରେ ପ୍ରଥମେ ପାଣି ନ ଦେଇ ପ୍ରଥମେ ଖାଲି ତାକୁ ପେଷ୍ଟ କରନ୍ତୁ। ତାପରେ ସାମାନ୍ୟ ଅଳ୍ପ ପାଣି ଦେଇ ତାକୁ ଭଲ ଭାବରେ ଆଉ ଥରେ ପେଷ୍ଟ କରନ୍ତୁ। ଏଠି କଢ଼େଇରେ ମୁଁ ତେଲ ନେଇଛି। କଢ଼େଇରେ ତେଲ ନେଇ ସାରିଲା ପରେ ଗୋଟା ଗରମ ମସଲା ଯେମିତିକି ଲବଙ୍ଗ, ଗୋଲମରିଚ, ଡାଲଚିନି, ତେଜପତ୍ର ଏସବୁକୁ ଦେଇଛି। ତାପରେ କଟା ପିଆଜକୁ ଦେଇ ଭଲ ଭାବରେ ଭାଜି ଦେଇଛି। ଭାଜି ସାରିଲା ପରେ ସେଥିରେ ମୁଁ ଅଦା ରସୁଣର ଯେଉଁ ପେଷ୍ଟ ରଖିଥିଲି ଦେଇଛି। ତାପରେ ମୁଁ ବିଲାତିର ପେଷ୍ଟ ଦେଇଛି। ବିଲାତିକୁ ଭଲ ଭାବେ ପେଷ୍ଟ ହେଇସାରିଲା ପରେ ସେତିକି ଗୁଣ୍ଡ ଗରମ ମସଲାକୁ ମୁଁ ପାଣିରେ ବତୁରାଇ ରଖୁଥିଲି ତାକୁ ଦେଇଛି। ଦେଇସାରିଲା ପରେ ପୁସ୍ତ ଆଉ କାଜୁର ସେ ପେଷ୍ଟଟିକୁ ଦେଇଛି। ଦେଇସାରିଲା ପରେ କି ବାସ୍ନା! ତାପରେ ମୁଁ କୌଣସି ପ୍ରକାର ଏଣୁତେଣୁ ଜିନିଷ ବ୍ୟବହାର କରିନାହିଁ। ସେ ଯେଉଁ ଗରମ ମସଲାଟି ଦେଖିଲେ ସେଠି ହେଉଛି ଆମର ଘରୋଇ ପ୍ରସ୍ତୁତ ଗରମ ମସଲା। ତାପରେ ଭଜା ଯାଇଥିବା ଚିଙ୍ଗୁଡ଼ିକୁ ମୁଁ ଏଥିରେ ଦେଇଛି। ଭଜା ଯାଇଥିବା ଚିଙ୍ଗୁଡ଼ି ଏଠି ଦେଇସାରିଲା ପରେ କିଛି ସମୟ ପରେ ଫୁଟିଲା ପରେ ମୁଁ ଆକୁ ସର୍ଭ କରିଛି। ତେଣୁ ଫଟାଇ ଉଠାଇବା ବାହାନାରେ ମୁଁ ଏଥିରେ ଟିକେ କ୍ରିମ୍ ବ୍ୟବହାର କରିଛି। ଯେହେତୁ ପିଲାମାନେ ଖାଇବେ, ତେଣୁ ମୁଁ ଏଥିରେ କ୍ରିମ୍ ଦେଇନାହିଁ। ନହେଲେ ଆପଣମାନେ କ୍ରିମ୍ ଦେଇ ବି ରୋଷେଇ କରିପାରିବେ। ତାପରେ ଏଠି ମୁଁ ତାକୁ ଗୋଟେ ପ୍ଲେଟ୍ରେ, ସେଦିନ ଭାତ ହୋଇଥିଲା, ସାଲାଡ଼ ହୋଇଥିଲା, ତା ସହିତ ପାମ୍ପଡ଼ ଆଉ ହେଇଥିଲା ଚିଙ୍ଗୁଡ଼ି ପ୍ରନ୍ ମଲାଇ।